ଚାଲନ୍ତୁ ଆଜି ଜାଣିବା ଶଙ୍ଖାସୁର ବେଦ ଚୋରାଇ ନେଇ କେଉଁଠି ରଖିଥିଲା, କାର୍ତ୍ତିକ ମାସରେ ଆମିଷ ଖାଇବାକୁ କାହିଁକି ବାରଣ କରାଯାଏ, ଆଉ ବଗପଞ୍ଚକ କ'ଣ, ବଗ ନାଁରେ ଶ୍ରୀରାମଚନ୍ଦ୍ର କାହିଁକି ଏହି ପଞ୍ଚୁକ 5 ଦିନ ବିଖ୍ୟାତ ହେବ ବୋଲି କହିଥିଲେ, ବିଷ୍ଣୁଙ୍କ ସହିତ ଅନ୍ୟ ଦେବତାମାନେ ଜଳରେ କାହିଁକି ବସିଥିଲେ, କାର୍ତ୍ତିକ ମାସକୁ କାହିଁକି ଶ୍ରେଷ୍ଠ ମାସ ବୋଲି କୁହାଯାଏ। ମାସାନାଂ କାର୍ତ୍ତିକ ଶ୍ରେଷ୍ଠ। ଧର୍ମମାସ କାର୍ତ୍ତିକ। ଏହି ମାସର ଶେଷ 5 ଦିନ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ଯାଏ ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟ କରାଯାଏ। ଏହି 5ଟି ଦିନକୁ ପଞ୍ଚୁକ ଭାବରେ ପାଳନ କରାଯାଏ। କଥିତ ହୁଏ ଏହି 5 ଦିନ ଆମିଷ ଭୋଜି ବଗ ମଧ୍ୟ ମାଛ ଆହାର ଛାଡ଼ି ପଞ୍ଚୁକ ବ୍ରତ ପାଳନ କରେ। ପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମହାତ୍ମ୍ୟରେ ବେଦ ଉଦ୍ଧାରଣ ପ୍ରସଙ୍ଗରେ କୁହାଯାଇଛି ଯେ ଶଙ୍ଖାସୁର ବେଦ ଚୋରାଇ ନେଇ ସମୁଦ୍ରରେ ଆତ୍ମଗୋପନ କରିଥିଲା। ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧରି ଶଙ୍ଖାସୁରକୁ ବଦ୍ଧ କରି ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ସହ ଅନ୍ୟ ଦେବତାମାନେ ସେତେବେଳେ ଜଳରେ ପ୍ରବେଶ କରିଥିବାରୁ କାର୍ତ୍ତିକ ମାସରେ ମାଛ ଖାଇବାକୁ ପୁରାଣ ଓ ବ୍ରତ କଥାରେ ବାରଣ କରାଯାଇଛି। ପଦ୍ମପୁରାଣରେ 5ଟି ଉପାଖ୍ୟାନ ମାଧ୍ୟମରେ ବିଷ୍ଣୁଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଏହା ବିଷ୍ଣୁ ପଞ୍ଚକ ଭାବେ ଖ୍ୟାତ। ପଞ୍ଚୁକ 5 ଦିନ ମଧ୍ୟ ଭୀଷ୍ମ ପଞ୍ଚକ ଓ ବଗ ପଞ୍ଚକ ଭାବେ ଖ୍ୟାତ। ଏହାକୁ ବଗ ପଞ୍ଚକ କହିବା ସମ୍ବନ୍ଧରେ ଭକ୍ତ କବି ବଳରାମ ଦାସଙ୍କର ଦାଣ୍ଡି ରାମାୟଣର କିଷ୍କିନ୍ଧା କାଣ୍ଡରେ ଏକ ସୁନ୍ଦର ଉପାଖ୍ୟାନ ରହିଛି। ଚାଲନ୍ତୁ ନା ଜାଣିବା। ପଞ୍ଚବଟୀରୁ ମା ଜାନକୀଙ୍କୁ ରାବଣ ଚୋରାଇ ନେଇ ଯାଇଥାଏ। ବିକଳ ହୋଇ ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣଙ୍କ ସହ ଅରଣ୍ୟରେ ସୀତାଙ୍କୁ ଖୋଜି ବୁଲୁଥାନ୍ତି। ଏହି ସମୟରେ ତାଙ୍କର ଗୋଟିଏ ବଗ ସହ ଭେଟ ହେଲା। ରାବଣ ଜାନକୀଙ୍କୁ ଚୋରାଇ ନେଇଛି ଏହା ବଗଠାରୁ ପ୍ରଭୁ ଶ୍ରୀରାମ ଜାଣିବାକୁ ପାଇଲେ। ଶ୍ରୀରାମ ଅତୀବ ଆନନ୍ଦିତ ହୋଇ ତାକୁ ବର ଯାଚିବାକୁ କହିଲେ। ପ୍ରଭୁ ମଧ୍ୟ ବଗକୁ ବର ଯାଚିବାକୁ କହିବା ପରେ ବଗ କହିଲେ କି ପ୍ରଭୁ ମୋତେ ଏହି ବର ଦିଅନ୍ତୁ, ମୋତେ ବର୍ଷା 4 ମାସ ଘରେ ବସି ଆହାର ମିଳୁ। ଶ୍ରୀରାମ ତାଙ୍କୁ ବର ଦେଇ କହିଲେ ବର୍ଷା 4 ମାସ ତୋ ସ୍ତ୍ରୀ ତୋତେ ଖାଦ୍ୟ ଆଣି ଯୋଗାଇବ ଓ ତୁ ସୁଖରେ ଖାଇବୁ। ଏହା ଶୁଣି ବଗ କହିଲା ପ୍ରଭୁ ମୁଁ ସ୍ତ୍ରୀର ଉଚ୍ଛିଷ୍ଟ କିପରି ଭୋଜନ କରିବି। ଉତ୍ତରରେ ଶ୍ରୀରାମଚନ୍ଦ୍ର କହିଥିଲେ ପତି ପତ୍ନୀ ଏକ ଆତ୍ମା, ତେଣୁ ଏଥିରେ ଉଚ୍ଛିଷ୍ଟ ଦୋଷ ଲାଗିବ ନାହିଁ। ବଗକୁ ଏହି ବର ଦେବା ପରେ ଶ୍ରୀରାମଚନ୍ଦ୍ର କହିଥିଲେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 5 ଦିନ ଯାଏ ଆମିଷ ଗ୍ରାସ କଲେ ତାକୁ ଦୋଷ ଲାଗିବ, ନାନା ରୋଗରେ ପଡ଼ି ତାର ପ୍ରାଣ ଯିବ। ତୋ ନାମରେ ଏହି 5 ଦିନ ବଗ ପଞ୍ଚକ ରୂପେ ବିଖ୍ୟାତ ହେବ। ବଗ ପଞ୍ଚକ 5 ଦିନ ଯେଉଁ ପ୍ରାଣୀ ଆମିଷ ଭକ୍ଷଣ ନ କରିବ ତାକୁ ଚାତୁର୍ମାସ୍ୟା ବ୍ରତର ସମସ୍ତ ପୁଣ୍ୟଫଳ ପ୍ରାପ୍ତ ହେବ। ଏହା ହିଁ ବଗ ପଞ୍ଚକ ପଛର ପୌରାଣିକ କାହାଣୀ। ବଗମାନେ ଚତୁର୍ମାସ୍ୟାରେ କୁଆଡ଼େ ନ ଯାଇ ଦଳବଦ୍ଧ ହୋଇ ବଗ ଗହନରେ ବସିଥିବା ଦେଖାଯାଏ ଏବଂ କାର୍ତ୍ତିକ ଶେଷ ଆଡ଼କୁ ଆମିଷ ଖାଦ୍ୟ ମଧ୍ୟ ପରିତ୍ୟାଗ କରିଥାନ୍ତି। ଏହି ବିଷୟବସ୍ତୁଟି ଶ୍ରୀରାମଚନ୍ଦ୍ରଙ୍କ କଥା ଓ ବଗ ପଞ୍ଚକ ବିଷୟରେ ଆମର ପ୍ରିୟ ଅର୍ଜୁନୀଚରଣ ବେହେରା ସାର୍ ସଂଗ୍ରହ କରିଥିବାରୁ ସାର୍ଙ୍କୁ ଆମ ତରଫରୁ ଅଶେଷ ଧନ୍ୟବାଦ।